ଆଦି ପୁସ୍ତକ 18 ପର୍ବ। ଏଥି ଉତ୍ତାରୁ ଦିନକର ଖରା ବେଳେ ଅବ୍ରାହମ ମମ୍ରିର ଓଲୋନ ବୃକ୍ଷ ମୂଳେ ଆପଣା ତମ୍ବୁ ଦ୍ୱାରରେ ବସିଥିଲେ। ଏହି ସମୟରେ ସଦାପ୍ରଭୁ ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଲେ। ତହିଁରେ ସେ ଅନାଇ ଦେଖିଲେ 3ଟି ପୁରୁଷ ସମ୍ମୁଖରେ ଦଣ୍ଡାୟମାନ। ପୁଣି ଦେଖିବା ମାତ୍ରେ ସାକ୍ଷାତ କରିବାକୁ ତମ୍ବୁ ଦ୍ୱାରରୁ ବେଗେ ଯାଇ ଭୂମିଷ୍ଠ ହୋଇ କହିଲେ, ହେ ପ୍ରଭୁ, ନିବେଦନ କରୁଅଛି, ଯେବେ ମୋ ପ୍ରତି ଅନୁଗ୍ରହ କରିବା ହେଲେ ତେବେ ଏହି ଦାସର ସ୍ଥାନରୁ ଯିବେ ନାହିଁ। ବିନୟ କରୁଅଛି, ଅଳ୍ପ ଜଳ ଅଣାଇ ଦେଉଅଛି, ଆପଣମାନେ ପାଦ ପ୍ରକ୍ଷାଳନ କରି ଏହି ବୃକ୍ଷ ତଳେ ବିଶ୍ରାମ କରନ୍ତୁ ଓ କିଛି ଖାଦ୍ୟଦ୍ରବ୍ୟ ଆଣି ଦେଉଅଛି, ତଦ୍ୱାରା ପ୍ରାଣ ତୃପ୍ତ କରନ୍ତୁ, ତହିଁ ଉତ୍ତାରେ ଗମନ କରିବେ, କାରଣ ଏଥି ନିମନ୍ତେ ଆପଣା ଦାସ ନିକଟକୁ ଆଗମନ କଲେ। ସେତେବେଳେ ସେମାନେ କହିଲେ, ଯାହା କହୁଅଛ ତାହା କର। ତହିଁରେ ଅବ୍ରାହମ ଶୀଘ୍ର ତମ୍ବୁ ଗୃହକୁ ଯାଇ ସାରା ନିକଟକୁ ଯାଇ କହିଲେ, 3 ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୁଟି ପ୍ରସ୍ତୁତ କର। ଅନନ୍ତର ଅବ୍ରାହମ ଗୋଠକୁ ଶୀଘ୍ର ଯାଇ ଉତ୍ତମ କୋମଳ ଗୋବତ୍ସ ଆଣି ଦାସକୁ ଦିଅନ୍ତେ ସେ ତାହା ଶୀଘ୍ର ରାନ୍ଧିଲା। ସେତେବେଳେ ସେ ଦଧି, ଦୁଗ୍ଧ ଓ ପକ୍ୱ ଗୋବତ୍ସ ଆଣି ସେମାନଙ୍କ ନିକଟରେ ରଖିଲେ। ପୁଣି ସେମାନଙ୍କ ଭୋଜନ ସମୟରେ ବୃକ୍ଷ ମୂଳେ ସେମାନଙ୍କ ନିକଟରେ ଛିଡ଼ା ହେଲେ। ତହିଁ ଉତ୍ତାରୁ ସେମାନେ ତାଙ୍କୁ ପଚାରିଲେ, ତୁମ୍ଭର ଭାର୍ଯ୍ୟା ସାରା କେଉଁଠାରେ? ସେ କହିଲେ, ଦେଖନ୍ତୁ, ସେ ତମ୍ବୁରେ ଅଛନ୍ତି। ତହୁଁ ସେ କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଆମ୍ଭେ ଅବଶ୍ୟ ଫେରିଆସିବା। ଦେଖ, ସେ ସମୟକୁ ତୁମ୍ଭ ଭାର୍ଯ୍ୟା ସାରାର କୋଳରେ ଗୋଟିଏ ପୁତ୍ର ଥିବ। ଏହି କଥା ସାରା ତମ୍ବୁ ଦ୍ୱାରରେ ତାଙ୍କ ପଛେ ଥାଇ ଶୁଣିଲେ। ସେହି ସମୟରେ ଅବ୍ରାହମ ଓ ସାରା ବୃଦ୍ଧ ଓ ଗତବୟସ୍କ ଥିଲେ। ପୁଣି ସାରାଙ୍କର ସ୍ତ୍ରୀ ଧର୍ମ ନିବୃତ୍ତ ହୋଇଥିଲା। ଏଥି ନିମନ୍ତେ ସାରା ହସି ମନେ ମନେ କହିଲେ, ମୋହର ଏହି ଶୀର୍ଣ୍ଣାବସ୍ଥାରେ କି ଏରୂପ ଆନନ୍ଦ ହେବ? ବିଶେଷତଃ ମୋହର ପ୍ରଭୁ ମଧ୍ୟ ବୃଦ୍ଧ। ସେତେବେଳେ ସଦାପ୍ରଭୁ ଅବ୍ରାହମକୁ କହିଲେ, ଆପଣାର ବୃଦ୍ଧ ଅବସ୍ଥାରେ କି ନିଶ୍ଚୟ ସନ୍ତାନ ଜନ୍ମିବ, ଏହା ଭାବି ସାରା କାହିଁକି ହସିଲା? ସଦାପ୍ରଭୁଙ୍କର ଆଶ୍ଚର୍ଯ୍ୟ କେଉଁ କର୍ମ! ଏହି ଋତୁ ପୁନର୍ବାର ଉପସ୍ଥିତ ହେଲେ ନିରୂପିତ ସମୟରେ ଆମ୍ଭେ ଫେରିଆସିବା। ସେ ସମୟକୁ ସାରାର କୋଳରେ ପୁତ୍ର ଥିବ। ତହିଁରେ ସାରା ଅସ୍ୱୀକାର କରି କହିଲେ, ମୁଁ ହସି ନାହିଁ, ଯେହେତୁ ସେ ଭୟ କଲେ। ମାତ୍ର ସେ କହିଲେ, ତୁମ୍ଭେ ଅବଶ୍ୟ ହସିଲ। ଅନନ୍ତର ସେହି ଲୋକମାନେ ସେଠାରୁ ଉଠି ସୋଦୋମ ଆଡ଼କୁ ପ୍ରସ୍ଥାନ କରନ୍ତେ ଅବ୍ରାହମ ବାଟ ଦେଖାଇବାକୁ ସେମାନଙ୍କ ସଙ୍ଗେ ସଙ୍ଗେ ଚାଲିଲେ। ତ ସଦାପ୍ରଭୁ କହିଲେ, ଆମ୍ଭେ ଯାହା କରିବାକୁ ଉଦ୍ୟତ ଅଟୁ, ତାହା କି ଅବ୍ରାହମଙ୍କଠାରୁ ଲୁଚାଇବା? ଅବ୍ରାହମଠାରୁ ଏକ ମହତୀ ଓ ବଳବତୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ। ଯେହେତୁ ତାହାର ଭବିଷ୍ୟତ ସନ୍ତାନଗଣ ଓ ପରିବାର ବର୍ଗ ଯେପରି ନ୍ୟାୟ ଓ ଧର୍ମାଚରଣ କରିବାକୁ ସଦାପ୍ରଭୁଙ୍କ ପଥରେ ଚାଲିବେ, ଏଥିପାଇଁ ସେମାନଙ୍କୁ ସେ ଯେପରି ଆଜ୍ଞା ଦେବ, ଏହି ଅଭିପ୍ରାୟରେ ଆମ୍ଭେ ତାହାକୁ ନିର୍ଦ୍ଧାରଣ କରିଅଛୁ। ତହିଁରେ ସଦାପ୍ରଭୁ ଅବ୍ରାହମଙ୍କ ବିଷୟରେ ଆପଣା କଥିତ ବାକ୍ୟ ସିଦ୍ଧ କରିବେ। ସଦାପ୍ରଭୁ ଆହୁରି କହିଲେ, ସୋଦୋମ ଓ ଗମୋରାର ବିରୁଦ୍ଧରେ ମହାଧ୍ୱନି ଉଠୁଅଛି। ସେମାନଙ୍କର ପାପ ଅତିଶୟ ଗୁରୁତର। ଏଣୁ ଆମ୍ଭେ ତଳକୁ ଦେଖିବାକୁ ଯାଇ ଆମ୍ଭ ନିକଟକୁ ଆଗତ କ୍ରନ୍ଦନ ଅନୁସାରେ ସେମାନେ ସର୍ବତ ଭାବେ କରିଅଛନ୍ତି କି ନାହିଁ ତାହା ଜାଣିବା। ଏଥି ଉତ୍ତାରୁ ସେହି ବ୍ୟକ୍ତିମାନେ ସେହିଠାରୁ ବାହୁଡ଼ି ସୋଦୋମ ଆଡ଼କୁ ଗମନ କଲେ। ମାତ୍ର ଅବ୍ରାହମ ସେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଛାମୁରେ ଛିଡ଼ା ହୋଇ ରହିଲେ। ଅନନ୍ତର ଅବ୍ରାହମ ନିକଟକୁ ଯାଇ କହିଲେ, ଆପଣ କି ଦୁଷ୍ଟ ସହିତ ଧାର୍ମିକକୁ ସଂହାର କରିବେ? ହୋଇପାରେ ନଗର ମଧ୍ୟରେ 50 ଜଣ ଧାର୍ମିକ ଥିବେ। ତହିଁ ମଧ୍ୟବର୍ତ୍ତୀ 50 ଜଣ ଧାର୍ମିକଙ୍କ ସକାଶେ କି ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ? ଦୁଷ୍ଟ ସହିତ ଧାର୍ମିକକୁ ବିନାଶ କରିବାର କର୍ମ ଆପଣଙ୍କଠାରୁ ଦୂରେ ଥାଉ ଓ ଧାର୍ମିକକୁ ଦୁଷ୍ଟର ସମାନ କରିବା ଆପଣଙ୍କଠାରୁ ଦୂରେ ଥାଉ। ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ? ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଯେବେ ସୋଦୋମ ନଗରରେ 50 ଜଣ ଧାର୍ମିକ ଦେଖିବା, ତେବେ ସେମାନଙ୍କ ସକାଶେ ସମସ୍ତ ସ୍ଥାନ ରକ୍ଷା କରିବା। ତହିଁରେ ଅବ୍ରାହମ ପ୍ରତ୍ୟୁତ୍ତର କଲେ, ଦେଖନ୍ତୁ, ମୁଁ ଧୂଳି ଓ ଭସ୍ମ ମାତ୍ର, ହେଲେ ହେଁ ପ୍ରଭୁଙ୍କ ଛାମୁରେ କଥା କହିବାକୁ
ପ୍ରବୃତ୍ତ ହୋଇଅଛି। ହୋଇପାରେ 50 ଜଣ ଧାର୍ମିକ ମଧ୍ୟରୁ 5 ଜଣ ଊଣା ଥିବେ। ସେହି 5 ଜଣ ଊଣା ହେବା ସକାଶୁ କି ଆପଣ ସମସ୍ତ ନଗର ବିନଷ୍ଟ କରିବେ? ସେ କହିଲେ, ଆମ୍ଭେ 45 ଜଣ ପାଇଲେ ତାହା ବିନଷ୍ଟ କରିବା ନାହିଁ। ସେ ତାହାଙ୍କୁ ପୁନର୍ବାର କହିଲେ, ହୋଇପାରେ ସେଠାରେ 40 ଜଣ ମିଳିବେ। ସେ କହିଲେ, ସେହି 40 ଜଣ ସକାଶୁ ତାହା କରିବା ନାହିଁ। ପୁନର୍ବାର ସେ କହିଲେ, ପ୍ରଭୁ ବିରକ୍ତ ନ ହୋଇଲେ ଆହୁରି କଥାଟିଏ କହିବି। ହୋଇପାରେ ସେଠାରେ 30 ଜଣ ମିଳିବେ। ସେ କହିଲେ, 30 ଜଣ ପାଇଲେ ତାହା କରିବା ନାହିଁ। ସେ କହିଲେ, ଦେଖନ୍ତୁ, ପ୍ରଭୁଙ୍କ ଛାମୁରେ ମୁଁ ପୁନର୍ବାର କଥା କହିବାକୁ ପ୍ରବୃତ୍ତ ହୋଇଅଛି। ହୋଇପାରେ ସେଠାରେ 20 ଜଣ ମିଳିବେ। ସେ କହିଲେ, ସେହି 20 ଜଣ ସକାଶୁ ଆମ୍ଭେ ତାହା ବିନଷ୍ଟ କରିବା ନାହିଁ। ସେ କହିଲେ, ପ୍ରଭୁ ବିରକ୍ତ ନ ହୋଇଲେ ଆଉ ଥରେ ମାତ୍ର କହିବି। ହୋଇପାରେ ସେଠାରେ 10 ଜଣ ମିଳିବେ। ସେ କହିଲେ, ସେହି 10 ଜଣ ସକାଶୁ ଆମ୍ଭେ ତାହା ବିନଷ୍ଟ କରିବା ନାହିଁ। ସେତେବେଳେ ସଦାପ୍ରଭୁ ଅବ୍ରାହ୍ମଙ୍କ ସହିତ ଏ ପ୍ରକାର କଥୋପକଥନ ସମାପନ କରି ପ୍ରସ୍ଥାନ କଲେ। ପୁଣି ଅବ୍ରାହ୍ମ ହିଁ ସ୍ୱସ୍ଥାନକୁ ଫେରିଗଲେ।